ଆଜିର ରେସିପି ଦେଖିକି ଆପଣମାନଙ୍କ ମନ ବହୁତ ହି ଖୁସି ହେଇଯିବ, ଯେଉଁଟାକି ଆପଣମାନେ ରୁଟି, ଭାତ, ପରଟା, ଗରମ ଭାତ, ପରଟା, ପଖାଳ ସବୁଥିରେ ଖାଇପାରିବେ। ଆଉ ବିନା ମସଲାରେ ଯେହେତୁ, ଆଉ ଖାଇବା ପାଇଁ ଯେତେ ଟେଷ୍ଟି ଆଉ ହେଲ୍ଦି ବି। ଚାଲନ୍ତୁ ଆଜିର ରେସିପିଟା ବନେଇବା। ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ମୁଁ ଏଠି ବନେଇବା ପାଇଁ ନେଇଛି ଧନିଆ ପତ୍ର ଆଉ କଷି ମୂଳାର ପତ୍ର, ଯେଉଁ ପତ୍ର ଥାଉଛି ତାର ମଝିରେ ଯେଉଁ ଛୋଟ ଛୋଟ ପତ୍ର, ସେଇଟା ନେଇଛି। ଗୋଟେ ବାଇଗଣ, ଗୋଟେ ମୂଳା ଆଉ 2ଟା ଟମାଟୋ। ଆପଣ ଯେତିକି ପରିମାଣରେ ବନେଇବେ ସେ ଅନୁସାରେ ଟମାଟୋ ବି ଅଧିକା ନେଇପାରିବେ, ମୂଳାର ପରିମାଣ ବି ଅଧିକା ନେଇପାରିବେ। ଆଉ ଯେହେତୁ ବାଇଗଣଟା ମୁଁ ଏଠି ଯଦି ପସନ୍ଦ ଆପଣ ପକେଇ ପାରିବେ, ନହେଲେ ଖାଲି ମୂଳା ଟମାଟୋରେ ଆପଣ এই ରେସିପିଟା ବନେଇ ପାରିବେ। ତ ଶୀତ ଦିନର ଟମାଟୋ ଆଉ ମୂଳା ଏସବୁ ଜିନିଷ ଶୀତ ଦିନରେ ହିଁ ଏ ରେସିପିଟା ବହୁତ ହି ବଢ଼ିଆ ଲାଗିଥାଏ। ତା ସହିତ ଆପଣ ପଖାଳ ଭାତ ସହିତ, ଗରମ ଭାତ ସହିତ, ରୁଟି, ପରଟା, ପୁରୀ ସବୁଥିରେ ଖାଇପାରିବେ। ବହୁତ ହି ଟେଷ୍ଟି ଆଉ ବହୁତ ହି କମ୍ ସମୟରେ ଆପଣ ବନେଇ ପାରିବେ। ମୁଁ ଏଠି ଗୋଟେ ବାଇଗଣ ବି ନେଇଛି, ବଡ଼ ବାଇଗଣ, ଯେଉଁଟାକି ଆପଣ କଷି ବାଇଗଣ ନେବେ। ଯଦି ଆପଣଙ୍କୁ ବାଇଗଣ ପସନ୍ଦ ନାହିଁ, ଖାଲି ଟମାଟୋ ଆଉ ମୂଳାରେ ବି ଏଇଟା ବନେଇ ପାରିବେ। ଦେଖିପାରୁଥିବେ ବହୁତ ହି କଷି ବାଇଗଣ ଅଛି, ଦିଫାଳ କରିନେଇଛି। ତ ମୁଁ ଏଠି ଦେଇଛି ସୋରିଷ ତେଲ ଗୋଟେ ବଡ଼ ଚାମଚ। ତ ଏକ୍ସଟ୍ରା ତେଲ ଯେତେବେଳେ ବଳିବ ଆପଣ ବାହାର କରିନେବେ। ଯେତିକି ଭାଜିବା ପାଇଁ ଦରକାର ତ ସେତିକି ତେଲ ଆପଣ ୟୁଜ୍ କରନ୍ତୁ। ତ ତେଲ ଭଲସେ ତାତିଗଲା ପରେ ଯେଉଁ ବାଇଗଣ ନେଇଥିଲି, ପ୍ରଥମେ ବାଇଗଣକୁ ପକେଇ ନେଇଛି। ଆଉ ଟମାଟୋକୁ ବି ସବୁକୁ ଏମିତି ଓଲଟେଇ ଓଲଟେଇ ପକେଇ ନେବେ। ତ ଯେହେତୁ ମୁଁ 2ଟା ଟମାଟୋ ନେଇଛି, ଆପଣ ଏଇଟା ଅଧିକା ପରିମାଣରେ ବି ବନେଇ ପାରିବେ। ଆଉ ରସୁଣ ଆପଣ ଟିକେ ଅଧିକା ୟୁଜ୍ କରିବେ। ଶୀତ ଦିନେ ରସୁଣଟା ଦେହକୁ ଗରମ କରିବ ଆଉ ଭଲ ବି ଦେହ ପାଇଁ ଶୀତ ଦିନେ। ତ ରସୁଣର ପରିମାଣ ମୁଁ ଏଠି ଟିକେ ଅଧିକା ନେଇଛି। ତ ଏଠି ଗରମ ତେଲ ପରେ ମୁଁ ଏଠି ଲୋ ଫ୍ଲେମ୍ରେ 2 ମିନିଟ୍ କଭର୍ କରିନେଇଥିଲି। ତ ଗୋଟେ ସାଇଡ଼୍ ଏଠି ହେଇଗଲାଣି, ଓଲଟେଇ ନେବା। ତ ଆପଣ ଏମିତି କେବେ ରେସିପିଟା ବନେଇଛନ୍ତି, ଯଦି ଆପଣଙ୍କର କେମିତି ହେଇଥିଲା ନିଶ୍ଚିନ୍ତ କମେଣ୍ଟ କରିବେ। ଯଦି ବନେଇ ନାହାନ୍ତି, ନିଶ୍ଚିନ୍ତ এই ଶୀତ ଦିନରେ ଏମିତି ଥରେ ବନାନ୍ତୁ। ଆଉ ରସୁଣ ବେଶୀ ଭାଜି ହେଇଯିବ ବାଇଗଣ ଟମାଟୋ ସହିତ, ତ ରସୁଣ ସବୁକୁ ଏଠି ବାହାର କରିନେବା। ଆପଣ ଚାହିଁଲେ କଞ୍ଚା ରସୁଣ ବି ପକେଇ ପାରିବେ, ଯଦି ଆପଣଙ୍କୁ ପସନ୍ଦ କଞ୍ଚା ରସୁଣର ସ୍ମେଲ୍। ଯଦି ନାହିଁ, ଟିକେ ଅଳ୍ପ ସମୟ ଟମାଟୋ ଆଉ ବାଇଗଣ ସହିତ ଭାଜିବାକୁ ଛାଡ଼ିଦେବେ। ତ ଆଉ କିଛି ସମୟ ବାଇଗଣ ଟମାଟୋକୁ ଏଠି ଭାଜିବା ପାଇଁ ରଖିଦେଇ ନେଇଛି। ଏଠି ନେଇଛି ଗୋଟେ ଚପର। ଆପଣ ସିମ୍ପଲ ମାନେ ଛୁରୀରେ ହଉ ପନିକିରେ ହଉ କାଟିପାରିବେ। ଚପରରେ ପକେଇଲେ ଅଳ୍ପ ସମୟରେ ବି ହେଇଯିବ ଆଉ ବହୁତ ହି ଛୋଟ ଛୋଟ ହେଇକି କାଟି ହେଇଯିବ। ଯେଉଁ ମୂଳା ପତ୍ର ନେଇଥିଲି କଷି, ତାକୁ ଏଠି କାଟିକି ପକେଇ ନେଇଛି। ବହୁତ ହି କମ୍ ସମୟରେ ଆପଣ ଏ ରେସିପିଟା ବନେଇ ପାରିବେ। ତ ସବୁଦିନ ତ ଆମେ ବନେଇକି ଖାଇପାରିବେନି। ଯଦି ଆପଣଙ୍କୁ ପୋଡ଼ା ଦରକାର, ତ ଆପଣ ପୋଡ଼ିକି ବି ସେମ୍ ପ୍ରୋସେସ୍ରେ ଏଇଟା ବନେଇ ପାରିବେ। ଏଠି ଧନିଆ ପତ୍ର ବି ମୁଁ କାଟିକି ପକେଇ ନେଇଛି। ଆଉ ରାଗ ଆପଣ ଯେତିକି ରାଗ ଖାଇବେ ସେ ଅନୁସାରେ ଆପଣ କଞ୍ଚା ଲଙ୍କା ନେଇପାରିବେ। ତ ଏଠି ମୁଁ ଗୋଟେ ଛୋଟ ସାଇଜ୍ର ପିଆଜକୁ କାଟିକି ନେଇଛି। ତ ମୁଁ ଏଠି 4ଟା କଞ୍ଚା ଲଙ୍କା ବ୍ୟବହାର କରିଛି। ଏ ଲଙ୍କା ବେଶୀ ରାଗ ନୁହଁ। ଯଦି ଆପଣ କମ୍ ରାଗ ଖାଉଛନ୍ତି ତ ଲଙ୍କାର ପରିମାଣ କମେଇ ପାରିବେ। ଏଠି ଚପରରେ ଚପ୍ କରିନେବା। ତ ବହୁତ ହି କମ୍ ସମୟରେ ଏଇଟା ବନିକି ରେଡ଼ି ହେଇଯିବ। ଆପଣଙ୍କୁ ବହୁତ ସମୟ କାଟିବାକୁ ବି ପଡ଼ିବନି। ତ ଆଜିର ଛୋଟିଆ ରେସିପିଟା ଯଦି ଆପଣମାନଙ୍କୁ ଭଲ ଲାଗୁଛି, ତ ଭିଡ଼ିଓକୁ ଗୋଟେ ନିଶ୍ଚିନ୍ତ ଲାଇକ୍ କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଆଗରୁ ସବସ୍କ୍ରାଇବ୍ କରିନେଇଛନ୍ତି, ବହୁତ ବହୁତ ଧନ୍ୟବାଦ। ତ ମୁଁ ଆଉ କିଛି ମିନିଟ୍ ଛାଡ଼ି ଦେଇଥିଲି, 2 ମିନିଟ୍। ଦେଖିପାରୁଥିବେ ଦୁଇ ପଟ ଯାକ ଭଲସେ ଆମର ଭାଜି ହେଇଗଲାଣି। ଯଦି ଆପଣ ଗରମ ଗରମରେ ଯଦି ତା ସ୍କିନ୍ଟା ବାହାରି ଯାଉଛି, ଠିକ୍ ଅଛି। ନହେଲେ ଆପଣ ବାହାର କରିକି ଥଣ୍ଡା ହେଲା ପରେ ବି ଆର ଚୋପା ସବୁକୁ ବାହାର କରିପାରିବେ। ବାଇଗଣ ଦେଖିପାରୁଥିବେ ବହୁତ ହି ଗରମ ଅଛି। ତାକୁ ବାହାର କରିନେବି। ବାହାର କରିକି ଆଉ ଯାହା ଏକ୍ସଟ୍ରା ଚୋପା ଅଛି ବାହାର କରିନେବି। ବହୁତ ହି ସୁନ୍ଦର ଦେଖିପାରୁଥିବେ ବାଇଗଣଟା ଭଲସେ ସିଝି ଯାଇଛି, ଭାଜି ବି ହେଇଯାଇଛି। ଆଉ ଚୋପା ସବୁ ଆର ବାହାର କରିନେବା। ତ ଏମିତି ବନେଇକି ଆପଣ ପଖାଳ ବେଲାଟେ ଖାଇଦେବେ, ବହୁତ ହି ଟେଷ୍ଟି ବନିଥିଲା। ତ ଆପଣ ଚାହିଁଲେ ହାତରେ ବି ଚକଟି ପାରିବେ। ଏମିତି ମ୍ୟାସରରେ ଚକଟିଲେ ରସୁଣ ଯାକ ବି ବାଇଗଣ ଟମାଟୋ ସହିତ ଭଲସେ ଚକଟି ହେଇଯିବ। ଏକ୍ସଟ୍ରା ସବୁ ଲାଗିଛି ବାହାର କରିନେବା। ଯେହେତୁ କୌଣସି ମସଲା ଗୁଣ୍ଡ ଆମେ ୟୁଜ୍ କରୁନେ, ତ ଦେହ ପାଇଁ ବହୁତ ହି ଭଲ। ଯଦି ଆପଣ ଫେସବୁକ୍ ପେଜ୍ରେ ଦେଖୁଛନ୍ତି, ତ ଫେସବୁକ୍ ପେଜ୍କୁ ନିଶ୍ଚିନ୍ତ ଫଲୋ କରିନେବେ। ଆଉ ଯଦି ରେସିପିଟି ଭଲ ଲାଗୁଛି, ନିଶ୍ଚିନ୍ତ ସେୟାର ବି କରିନେବେ।
जो आम चॉप करके रखी मूला कंचा लंका धनिया पत्र आ मूलार पत्र ये सबको ये पकई नवा। ये मुझे आंब कषि अदा जोटा कि खाइला बेलू बहुत ही बढ़िया लगे, जोटा कि शीत दिन भल मिले। जदि आपन को मिलूनी तो नॉर्मल अदा भी पकई पारे, शीत दिनिया अदा खाइले भी बहुत ही भल। आ ये स्वाद अनुसार लुण देदेबा। लुण देला पर सबको ये आम गोले नवा। यदि आपको काकुड़ी पसंद काकुड़ी भी अल्प पकई पारे। ये छोट साइज गोटे लेंबू नहीं, तो ये 2 चम्मच लेंबू हम गोटे रस हम मु 2 फाड़ लेंबू जाकर रस ये पकई नहीं। ये खट्टा सहित राग स्पाइसी चटपटा लगे। तो लेंबू रस पकईकि भलसे गोले नवा। तो आमर ये रेडी होगा आमर टमाटो बैगण मूलार चटनी। आ खाइबा भी बहुत टेस्टी और देह भी बहुत भल। तो ये रेसिपीटा आप बनातु। आपंकर केमती होता निश्चिंत कमेंट करी कहे। आ भल लगे जदि लाइक शेयर सब्सक्राइब करने। पुणी आसबि गोटे नुआ रेसिपी सहित। धन्यवाद।